ମୁଁ ଆଜି ଆସିଛି ଆପଣମାନଙ୍କୁ କହିବା ପାଇଁ ଆପଣମାନେ ଯେଉଁ ବାରମ୍ବାର କହୁଛନ୍ତି ଆମେ ସବୁତକ ରିଚୁଆଲ୍ସ କରିସାରିଲା ପରେ ମଧ୍ୟ କାହିଁକି ଆମର ମ୍ୟାନିଫେଷ୍ଟେସନ୍ ହେଇପାରୁନାହିଁ ବା ଆମର ୱିଶ୍ ଫୁଲଫିଲ୍ ହେଇପାରୁନାହିଁ କାହିଁକି। ତ ଆପଣମାନଙ୍କର ଜାଣତରେ ହଉ ଅଜାଣତରେ ହଉ ଏଇ ଜନ୍ମରେ ହଉ କିମ୍ବା ପୂର୍ବ ଜନ୍ମରେ ହଉ ଆପଣ ଯଦି କୌଣସି ବି ପବିତ୍ର ଆତ୍ମାକୁ କଷ୍ଟ ଦେଇଛନ୍ତି କିମ୍ବା କୌଣସି ବି ପବିତ୍ର ଆତ୍ମାର କଷ୍ଟର କାରଣ ହେଇଛନ୍ତି ତାହେଲେ ସେଇଟା ଆପଣଙ୍କର ଗୋଟେ ବ୍ଲକେଜେସ୍ କ୍ରିଏଟ୍ ହେଇଥାଏ। ଆପଣଙ୍କର କ୍ୟାରିୟରରେ ଯେତେବେଳେ ଆପଣ ସକ୍ସେସ୍ ପାଇବା ପାଇଁ ଯାଆନ୍ତି ଆପଣଙ୍କର ସେଇ ଯେଉଁ ବ୍ଲକେଜେସ୍ ପ୍ରତିବନ୍ଧକ ସାଜିଥାଏ ଏବଂ ଆପଣ ଅଳ୍ପକେ ବର୍ତ୍ତି ଯାଆନ୍ତି। ତେଣୁ ଆପଣମାନେ ସେଇ ପୂର୍ବ ଜନ୍ମର ବା ଏଇ ଜନ୍ମର ଗଚ୍ଛିତ ଯେଉଁ ଫଳ ତାକୁ କାଟିବା ପାଇଁ ଆପଣମାନେ ନାମ ଜପ କରନ୍ତୁ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଏହି ମହାମନ୍ତ୍ରକୁ ପ୍ରତିଦିନ 108 ଥର ଜପ କରନ୍ତୁ ଏବଂ ଆପଣମାନଙ୍କର ଗଚ୍ଛିତ କର୍ମକୁ ଆପଣମାନେ ସୁଧାରି ନିଅନ୍ତୁ। ଦେଖିବେ ଆପଣଙ୍କର କ୍ୟାରିୟରରେ ସକ୍ସେସ୍ ଆସିଯିବ ଏବଂ ଆପଣ ପ୍ରତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ତ ଥ୍ୟାଙ୍କ ୟୁ ସୋ ମଚ୍।